କ୍ଷେତର ସାହୁ ବୋଲି ଗୋଟିଏ ଲୋକ ଆମ ଜନ୍ମସ୍ଥାନ ପାଖରେ ତାଙ୍କ ଘର କ୍ଷେତର ସାହୁ। ସେ ଆମ ସେ ଅଞ୍ଚଳରେ ସବୁଠୁ ବଡ଼ ଧନୀ, ସବୁଠୁ ବଡ଼ ଧନୀ। ଏବଂ ସେ ଲୁଗା ପିନ୍ଧିଥିବ ଆଣ୍ଠୁ ଡେଇଁବ ନାହିଁ। ବୁଝିପାରୁଛ ନା? ବୁଢ଼ା ଯିବା ଆସିବା କରେ, ଆମେ ଦେଖିଛୁ ପିଲାଦିନେ। ଭାରି ପୁଣ୍ୟବାନ, ସବୁଠୁ ବଡ଼ ଧନୀ ଆଉ ଭାରି ପୁଣ୍ୟବାନ। ଗୋଟେ ଲୋକକୁ ସେ ଲୋନ୍ ଦେବ, ଧାର ତୁମେ ଯିବ ତୁମର କିଛି ଗୋଟେ ପୁଅ ବାହାଘର କି ଝିଅ ବାହାଘର ପାଇଁ ତୁମେ ତାକୁ ପଇସା ମାଗିବ। ସେ ତୁମକୁ ଆଗେ ପଚାରିଯିବ ତୁମର ଆମ୍ବଳ ସମ୍ବଳ ସବୁ ଦେଇପାରିବୁ କି ନାହିଁ, ସୁଝି ପାରିବୁ କି ନାହିଁ, କେତେ ଜମି ତୋର ଅଛି, କେତେ ରୋଜଗାର ଅଛି, ସବୁ ବୁଝି ସାରିଲା ପରେ ତାପରେ ସେ ଦେବ। କିନ୍ତୁ ଗୋଟିଏ କଥା, ସେ କାହାକୁ ଫେରାଏ ନା। ନ ଦେଇପାରିବା ଲୋକକୁ ମଧ୍ୟ ଦେବ, ଦେଇପାରିବା ଲୋକକୁ ମଧ୍ୟ ସେ ଦେବ। କିନ୍ତୁ କଳନା କରିକି ହିସାବରେ ସେ ଦାନ ଦେବ, ଯେତିକି ସେ ସୁଝିପାରିବ କି ଯେତିକି ସେ ଦେଇପାରିବ। ଏବଂ ଯେତେବେଳେ ସେ ଦାନ ନା ସୁଧ ତ ନେବ, କିନ୍ତୁ ଯେତେବେଳେ ସେ ପଇସା ଆଦାୟ କରିବ, କେମିତି ଆଦାୟ କରେ? ତା ଘରେ ଯାଇ ପହଞ୍ଚିବ, ଆରେ କ'ଣ ଦେଲୁ ନାହିଁ କି? ନା ହଁ ଆଜ୍ଞା କ'ଣ କରିବି, ଆଉ କିଛି ଦିନ ଯାଉ, ନା ହଉ। ଏମିତି କେବେ ହେଲେ କାହା ମନରେ ସେ କଷ୍ଟ ଦେବନି। ଖୁସି ମନରେ ସେ ଯେତେବେଳେ ସବୁ ପରିଚ୍ଛଦ ଅଳ୍ପ ଅଳ୍ପ ଦେଲେ ବି ଅଳ୍ପ ଅଳ୍ପ ନେବ। ଏଇଭଳି ପ୍ରକାରର ମହାଜନ ସିଏ। ଭାରି ପୁଣ୍ୟକର୍ମ, ଭାରି ପୁଣ୍ୟ ଲୋକ। ତା ଘରେ ଗୋଟେ ଅଣ୍ଡରଗ୍ରାଉଣ୍ଡ ଅଛି। ସେ ଅଣ୍ଡରଗ୍ରାଉଣ୍ଡରେ ମା ଲକ୍ଷ୍ମୀକି ସେ ପୂଜା କରେ। ବୁଝିପାରୁଛ ନା? ପୂଜା କରେ। ତାଙ୍କର ଏମିତି ସବୁ ଥାଆନ୍ତି। ସେତେବେଳେ ତ ଏତେ ଧରପକଡ଼ ନଥିଲା, ଟିଭି ଫିଭି ଏସବୁ ନଥିଲା। ସିଏ 3 ଜଣ ଟୋକା ସେ କ'ଣ କଲେ ନା, କହିଲେ ଚାଲ ଆମେ ତା ଘରୁ ଚୋରି କରିକିରି ଆଣିବା କିଛି ଜିନିଷ ନେଇକି ଆସିବା ପାଇଁ। ତାଙ୍କର ମନେ ଗୋଟେ ଚୋରି କରିବା ପାଇଁ କଲେ। ଦିନେ ସେଇଠୁ ଗଲାବେଳକୁ ଯାଇକି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ବୁଢ଼ା ତାର ବାଡ଼ି ଧରି ଦୁଆର ମୁହଁରେ ବସୁଛି। ସେଇଠୁ ଫେରିଆଲି। କହିଲେ ବୁଢ଼ାଟା କ'ଣ ରାତିରେ ଶୋଉନେଇ ନା କ'ଣ? ଏ ଧନକୁ କ'ଣ ରାତି ମାନେ କ'ଣ ଜଗିକି ବସୁଛି? ପୁଣି ସେଇଠୁ କ'ଣ କଲେ ନା, ପୁଣି କିଛି ଦିନ ପରେ କହିଲେ ଆମେ ବାଡ଼ି ଦ୍ୱାର ବାଟେ ଯିବା। ବାଡ଼ି ଦ୍ୱାର ବାଟେ ଗଲାବେଳକୁ ସେ କ'ଣ ବୁଢ଼ୀଟି ବାଡ଼ି ଧରିକି ବସିଛି। ଏଇଭଳି ପ୍ରକାର ଆଟେମ୍ପ୍ଟ ସେମାନେ 4-5 ଥର କଲେ। 4-5 ଥର ଯାଇକି ଦେଖିଲେ ଯେ ବୁଢ଼ା ବାଡ଼ି ଧରିକି ବସିଛି। କହିଲେ ଆମେ ବୁଢ଼ାକୁ କହିବା, କିଛି ପଚାରିବା। କ'ଣ ପଚାରିବା? ଯାଇକି ପହଞ୍ଚିଲେ ବୁଢ଼ା ପାଖରେ, ଗୋଡ଼ ହାତ ମୋଡ଼ିଦେଲେ। ଗାଁ ପିଲା ତ କହିଲେ ସାନ୍ତ, ଆମେ ଗୋଟେ କଥା ପଚାରିବୁ, ଆପଣ ସତ କହିବେ ନା? କହିଲେ ଆରେ ମୁଁ ସତରେ ଅଛି ବୋଲିକି ମୋର ମାନେ ଚଳିଛି। ଆଉ ମୁଁ କାହାଠୁ ମିଛ କହିକି ଟଙ୍କାଟା ଆଦାୟ କରେ ନା କି ମିଛ କହେ ନା। ନା ତମେ ରାତିରେ କ'ଣ ଶୋଉନା କି? କହିଲା କାହିଁକି, ମୁଁ ତ ଶୁଏ। କହିଲା ତୁମେ ରାତିରେ ଶୁଅ? ନା ହଁ ମୁଁ ରାତିରେ ଶୁଏ। ନା ଗୋଟିଏ ସତ କଥା କହିବ। କ'ଣ? ନା ଆମେ ଗୋଟେ ଖରାପ ମନୋଭାବ ନେଇକି ଆପଣଙ୍କ ଘରକୁ ଆସିଥିଲୁ, କିନ୍ତୁ ଆମେ ଦେଖିଲୁ ଆପଣ ବାଡ଼ି ଧରିକି ଦୁଆର ମୁହଁରେ ବସିଛନ୍ତି। ସେଇଠୁ ବୁଢ଼ା ହସିଲା। ବୁଢ଼ା ସେଇଠୁ କହିଲା, କ'ଣ କହିଲା? କହିଲା ଆରେ ସେ ପୁଣ୍ୟ ମୂର୍ତ୍ତି ବସିଛି ବା। କ'ଣ ଉଦ୍ଦେଶ୍ୟ? ଦେଖ, ମୁଁ ଯେତିକି ପୁଣ୍ୟ କର୍ମ କରିମି, ସେ ପୁଣ୍ୟ ମୂର୍ତ୍ତିମନ୍ତ ହେଇକି ତୁମ ଦୁଆରେ ଜଗିବ। ଆଉ ମୁଁ ଯଦି ପାପ କର୍ମ କରିବି, ସେ ରାକ୍ଷସ ହେଇକି ତୁମ ଦୁଆରେ ଜଗିବ। ତୁମକୁ ଗୋଡ଼େଇ ଗୋଡ଼େଇକିରି ତାକୁ ବିନାଶ କରିବ ସେ ମୂର୍ତ୍ତି। ବୁଝିପାରୁଛ ନା? ଆଉ ଯଦି ପୁଣ୍ୟ କର୍ମ କରିଥିବି, ସେ ମୂର୍ତ୍ତି ତୁମ ଦୁଆର ମୁହଁରେ ଜଗିଥିବ। ସେ କ'ଣ କରିବ ନା, ତୁମକୁ ମାନେ ଉତ୍ତରତର ଉନ୍ନତି କରିବ। ୟାର ଜ୍ୱଳନ୍ତ ପ୍ରମାଣ ଶୁଣ। ଆମର ଶାସ୍ତ୍ରରେ ଅଛି ମହାଦାନୀ ବଳି। ମହାଦାନୀ ବଳି, ସେ ବଳି କ'ଣ କରୁଛି ନା, ତାକୁ ମାନେ ଏଇ ଯେଉଁ ପୁଣ୍ୟକର୍ମ କରୁଛି ତ ବଳି, ଏ ପୁଣ୍ୟକର୍ମକୁ ଭଣ୍ଡୁରୁ କରିବା ପାଇଁ ଇନ୍ଦ୍ର କ'ଣ କଲେ, ଦେବତାମାନଙ୍କୁ ପଠେଇଲେ। ଯେମିତି ଦେବତାମାନଙ୍କୁ ପଠେଇଲେ, ସେଇଠୁ ସେ ଆସିକି ପହଞ୍ଚିଲା ପରେ ଦେଖିଲେ ତାଙ୍କ ଦ୍ୱାରେ ସାଧାରଣ ଲୁଗା ପିନ୍ଧିକି ଗୋଟିଏ ଲୋକ ବସିଛି। ସେଇଠୁ ଜଗୁଆଳି ହେଇକି ବସିଛି। ତାକୁ କହିଲେ ଦ୍ୱାର ଛାଡ଼, ଆମେ ଯିବୁ। କହିଲେ ଦ୍ୱାର ଛାଡ଼ିବି ବା ଜଗିଛି, ଛାଡ଼ିବି କେମିତି? ବିନା ଅନୁମତିରେ ମୁଁ ଛାଡ଼ିବିନି। ଭିତରେ ଅନୁମତି ନ ଆସିଲେ ମୁଁ ତୁମକୁ ଛାଡ଼ିବିନି। ନା ଆମେ ହେଉଛୁ ଦେବତା। କହିଲେ ଦେବତା ହୁଅ ଯିଏ ହୁଅ, ବିନା ଅନୁମତିରେ ମୁଁ ତୁମକୁ ଛାଡ଼ିବିନି। ସେଇଠୁ କ'ଣ କଲେ ନା, ତାଙ୍କ ଅସ୍ତ୍ର ପ୍ରୟୋଗ କଲେ। ଇନ୍ଦ୍ର ଫିନ୍ଦ୍ର ସବୁ ବିଭିନ୍ନ ପ୍ରକାର ବଡ଼ ବଡ଼ ଅସ୍ତ୍ର ପ୍ରୟୋଗ କଲେ। ଇଏ ତ କିଛି ନାହିଁ ନା, ଖାଲି
କରିକି ସବୁ ଗିଳିଦେଲା, ସବୁ ଅସ୍ତ୍ରକୁ କରିକି ଗିଳିଦେଲା, କିଛି ହେଲା ନାହିଁ। ଏମାନେ ତଟକା ଆଉ ମାନେ ପୁରା ଆଶ୍ଚର୍ଯ୍ୟ ଆଉ ସେଉଠୁ ହାତ ଯୋଡ଼ିଲେ, ହେ ମହାତ୍ମା ଆପଣ କିଏ ଏଠି ମୂର୍ତ୍ତିମନ୍ତ ହେଇକି ବସିଛନ୍ତି? ସେଉଠୁ ସିଏ କହୁଛି, ସେ ମୂର୍ତ୍ତି କହୁଛି, କହିଲା ମୁଁ ହେଉଛି ବଳିରାଜାର ପୁଣ୍ୟ। ମୁଁ ଏ ଦେଖ, ହଁ ଏଟା ପ୍ରମାଣକୁ ଦେଖ ଆଉ ଆମ ଯେଉଁ କ୍ଷେତ୍ର ସାହୁ କଥାକୁ ଦେଖ। ଏଥିରୁ ଆମେ କ'ଣ ପ୍ରମାଣ ପାଇଲେ ନା ଯାହା ଆମେ ପୁଣ୍ୟକର୍ମ କରିଥିବା ସିଏ ମୂର୍ତ୍ତିମନ୍ତ ହେଇକି ତମ ଦୁଆରେ ଜଗିଥିବ। ପୁଣ୍ୟ ଦ୍ୱାର ସେଇଥିପାଇଁ ଦୈନିକ ସକାଳୁ ଉଠିକିରି ଆମେ କଳସଟିଏ ବସାନ୍ତି, ଫୁଲ ଟିକେ ଦିଅନ୍ତି, ଦୁଆରକୁ ଦରଜାକୁ ମୁଣ୍ଡିଆଟେ ମାରନ୍ତି। ଏସବୁ ପୁଣ୍ୟକର୍ମ। ଏ କର୍ମ କରିବା ଦ୍ୱାରା ଆମର ମାନେ ଭିତରେ ଆମର ପୁଣ୍ୟକର୍ମ ପରଜନ୍ମ ପର୍ଯ୍ୟନ୍ତ ସେ ପୁଣ୍ୟକର୍ମଟା ରହିଯିବ। ତେଣୁ ତମ ଦୁଆରେ ତମେ ପୁଣ୍ୟ ମୂର୍ତ୍ତି ଜଗେଇବ କି ପାପ ମୂର୍ତ୍ତି ଜଗେଇବ ସେଟା ତମ ଉପରେ ନିର୍ଭର କରେ। କ'ଣ ବୁଝିପାରୁଛ କି? ଆଉ ସେଟା ତମେ ବୁଝିବ ହେଲା କି? ତେଣୁ ଆମେ ଯଦି ଭଲ କର୍ମ କରିଥିବା ଏଇ ଯେଉଁ ମୂର୍ତ୍ତିଟା କେହି ଯିବେନି, ମଲା ପରେ କେହି ଯିବେନି, ଏ ପୁଣ୍ୟ ମୂର୍ତ୍ତିଟା ତମ ପଛେ ପଛେ ଯିବ। ମନେ ରଖିଥିବ। କ'ଣ ବୁଝିପାରୁଛ କି? ତେଣୁ କାମନା ବାସନା କିଛି ରଖିବନି କାହା ପାଖରୁ, କୌଣସି କାମନା ବାସନା ରଖିବନି। ଯେତେବେଳେ ୟୁଟ୍ୟୁବରେ ପ୍ରଚାର ହେଉଛି ମୁଁ କହୁଛି ଆରେ ମୋର କିଛି ଦରକାର ନାହିଁ, କେତେ ଟଙ୍କା ବାବା ତମେ ଦୀକ୍ଷା ଦେବ ନେବ? ମୁଁ ନାହିଁ, ପଇସା ପତ୍ର ତ ଦରକାର ନାହିଁ, କିଛି ପଇସା ପତ୍ର ଦରକାର ନାହିଁ। 5ଟି ଧୋବଲା ଫୁଲ ନେଇ ଆସିବ। ଏବେ ବି କହୁଛି, ସବୁଦିନେ ବି କହୁଥିବେ 5ଟି ଧଳା ଫୁଲ ତମେ ନେଇ ଆସିବ। ଆଉ ତମ କର୍ତ୍ତବ୍ୟ ଗୁରୁଙ୍କୁ ଲୁଗା ଖଣ୍ଡେ ପିନ୍ଧେଇ ପାର, ଖାଇବା ପିଇବା ପାଇଁ ପରିବାପତ୍ର ଟିକେ ଆଣିପାର, କିମ୍ବା ଠାକୁରଙ୍କ ପାଇଁ ଭୋଗରାଗ ଟିକେ ଆଣିପାର, ସେଇଟା ତମ ଉପରେ ନିର୍ଭର। କିନ୍ତୁ ଗୁରୁଙ୍କ ପାଇଁ ଦକ୍ଷିଣାଟିଏ ଦରକାର। କେତେ ନୁହେଁ ଦକ୍ଷିଣା ଦରକାର। କାହିଁକି ନା ଗୁରୁ ଜୀବନରେ ଶିଷ୍ୟକୁ ଥରେ ମାଗେ, ସେଇଟା ହେଉଛି ଦକ୍ଷିଣା। କିନ୍ତୁ ଶିଷ୍ୟ ଜୀବନ ସାରା ଗୁରୁଙ୍କୁ ସବୁ ମାଗି ଚାଲେ, ସବୁ ଜିନିଷ। ତେଣୁ ଆମର ଲେଖାଯାଇଛି ଅଷ୍ଟାବକ୍ର ସଂହିତାରେ ସେଟା ଲେଖା ହେଇଛି, ଗୁରୁ କରି ଯେବେ ଦକ୍ଷିଣା ନ ଦେବୁ ସବୁ ହେବ କାରଣ। ଗୁରୁ କରିକି ଯଦି ଦକ୍ଷିଣା ନ ଦେବୁ ସବୁ ତୋର କାରଣ ହେବ। ଦକ୍ଷିଣାଟା ଏକାନ୍ତ ଆବଶ୍ୟକ। ସେଟା ତମ ଖୁସି। ମୁଁ ବି ମାଗେ ନା ଦକ୍ଷିଣା, କହେ ନା, ମୁଁ ତମ ଖୁସି ଯଦି ଦେବ ଦିଅ, ନ ଦେବ ତ ସେମିତି ପଳା। କିନ୍ତୁ ତମକୁ ଗୋଟିଏ ଜିନିଷ ମୁଁ କହୁଛି, ମୋତେ ଟିକେ ଭଲ ପାଅ, ଗୁରୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କର, ଭଲ ପାଅ ଟିକେ। ସେତିକି ହେଇଗଲେ ସବୁ କିଛି କଥା ହେଇଯିବ। କ'ଣ ବୁଝିପାରୁଛୁ କି? ତେଣୁ ଭଲ ପାଇବା ସହିତ ବୋଲିକି କେଉଁଠି ଅଛି ବାଛ ବିଚାର ନାହିଁ। ଖାଦ୍ୟ କଥା ଆମେ କହିବା। ଖାଦ୍ୟ ମୁଁ ୟୁଟ୍ୟୁବରେ ବହୁତ ବାର ବି ମୁଁ ଛାଡ଼ିଛି ଯେ 2 ଜଣ ସନ୍ନ୍ୟାସୀ ଆସିକି ପହଞ୍ଚିଲେ ବାଟେଇ ମଠରେ। କହିଲେ ଆମେ ପାଣି ପିଉନା। କାହିଁକି ନା ପାଣିରେ ମାଛ ଅଛି, ସେ ମାଛ ଗନ୍ଧ ବି ଟ୍ୟୁବଲ୍ ଫେଲ ସବୁ ତେରେ ଆସିଛି, ଆମେ ପାଣିରେ ମାଛ ପିଉନା। ସେ ଚମାର ନାଁ ହେଲା ଶସିଆ, ମୁଁ ଦେଖିଛି ତାକୁ। ସେ ଠାକୁର କହିଲେ ଆରେ ଶସିଆ 2ଟା ପଇଡ଼ ପାଡ଼େ, ସାଧୁ ବାବା ପିଇବେ। ଭାରି ସମ୍ମାନ ଦିଅନ୍ତି, ସମସ୍ତଙ୍କୁ ଠାକୁର ଭାରି ସମ୍ମାନ ଦିଅନ୍ତି। ପଇଡ଼ 2ଟା ପାରେ। ସେଇଠୁ ପଡ଼ିର ପାରିଲା ପଇଡ଼। ସେ କହିଲେ ତୁ ଫୁଟେଇବୁନୁ। ସିଏ ତାଙ୍କର ସାଧୁ ବାବା ତାଙ୍କର ଫୁଟେଇ ଖାଇବେ, ତୁ କାହିଁ ଫୁଟେଇବୁ? ସେଇଠୁ ତାକୁ ଦେଇଦେଲେ। ଦେଲା ପରେ ସିଏ ତାଙ୍କର ନିଜେ ଫୁଟେଇଲେ। ଫୁଟେଇ ଦେଇକି ଚାହିଁ ଦେଲା ବେଳକୁ 2ଟା ପଇଡ଼ରେ 2ଟା ପୋହଳା ମାଛ। ବିଭୂତି ପୁରୁଷ ନା ଠାକୁର ଆମର। ସେଇଠୁ ଗୋଟେ ତଳେ ପଡ଼ିଲେ। ସେଇଠୁ ବୁଝେଇଲେ, କହିଲା ଆରେ ବ୍ରହ୍ମସତ୍ତା କେଉଁଠି ନାହିଁ, ଆଇଁଷ କିଏ ନୁହେଁ। ଯାଇଥିଲେ ଆରଡ଼ି, ଗଲାବେଳକୁ ସେ ବ୍ରାହ୍ମଣ କ'ଣ କରୁଛି ନା ସେ ପୋଖରୀରୁ ବାଲ୍ଟି ପାଣି ଆଣିକି ଠାକୁରଙ୍କୁ ପୂଜା କରୁଛି ଶିବ ମନ୍ଦିରରେ। ମୁଁ କହିଲି ନନା? କହିଲା ଆଜ୍ଞା। ମୁଁ କହିଲି ଆଚ୍ଛା ଏଇ ଯେଉଁ ଆଇଁଷ ପାଣିରେ ତମେ ଠାକୁରଙ୍କୁ ପୂଜା କରୁଛ? କହିଲା ଆଇଁଷ କ'ଣ? ମୁଁ କହିଲି ମାଛ ଗୁଡ଼ାକ ଖେଳୁନାହାନ୍ତି ନା ପୋଖରୀରେ, ସେ ପାଣିଟା କ'ଣ ଆଇଁଷ ହେଲାନି? କହିଲା ନା ସେଥିରେ କିଛି ବାରଣୀ ନାହିଁ। ମୁଁ କହିଲି ବାରଣୀ କେଉଁଥିରେ ଅଛି? ମୁଁ ଯଦି ଗୋଟେ ଚିଙ୍ଗିଡ଼ି ମାଛ ଆଣିକି ଏଠି ବୁଡ଼େଇକି ନେଇଯାଏ? କହିଲା ମୁଁ କି ଏଗୁଡ଼ାକ ସବୁ ଶୁଣ, ଏଗୁଡ଼ାକ ସବୁ ମନର ବିକାର। ଏଗୁଡ଼ା ସବୁ ମନର ବିକାର। ଆଚ୍ଛା ମୁଁ ପିଆଜ ଖାଇବିନି, ମୁଁ ରସୁଣ ଖାଇବିନି, ମାଛ ଖାଇବିନି, ମାଂସ ଖାଇବିନି, ଏସବୁ ମନର ବିକାର। ଗୋଟେ ଲୋକ ଆସି ପହଞ୍ଚିଲା, ସ୍ତ୍ରୀ ଲୋକଟେ ପହଞ୍ଚିକି କହିଲା ମୁଁ ପିଆଜ ରସୁଣ ଖାଏନା। ମୁଁ ଠିକ୍ ଅଛି, ତା ପାଇଁ ବାସୁକୁ କହିଦେଲି, ସେ ତାର ରୋଷେଇ କରିଦେଲା, ତାର ଖାଏନା, ତାକୁ ଦିଆଗଲା, ତାର ଖାଇଲା। ଖାଇସାରିଲା ମୁଁ କହିଲି ମା ବିରି ଡାଲି ଖାଉନା? କହିଲା ହଁ। ବଢ଼ି ଖାଉନା? ମୁଁ କହିଲି ହଁ। ଆଉ ତରକାରୀ କେଉଁଥିରେ ଛୁଙ୍କ କରୁଛୁ? ନା ସୋରିଷ ତେଲରେ। ମୁଁ କହିଲି ହଉ। ପୋଇ ଖାଉ? ନା ହଁ। ମସୁର ଖାଉ? ନା ହଁ।
नाऊ खाऊ ना हाँ खाली पियाज रसुणटा खाऊनु मुझे जेतिकी कहनी एगुड़ा सब आइंस जदि तू निरामिष खाइबू ताले बिरी खाइबू नहीं पोई खाइबू नहीं नाऊ खाइबू नहीं मसूर खाइबू नहीं सोरिष तेल भी खाइबुनु बजार घाटे भी खाइबुनु बजार घाटे सब मारा जिनिस तेणु तू कौन निरामिष खाइलु मुझे तो किसी बुझीपारे कौ निरामिषटा तू खाऊचु हैं गीतार लिखाई कौन कर्मेन्द्रियाणि संयम्य जास्ते मनसा स्मरन् इंद्रियार्थन विमूढ़ात्मा मिथ्याचारः शौचते कर्म इंद्रिय करी संयत जेहु मने स्मरई रे जेहु मने स्मरई इंद्रिय कारणे मूढ़ात्मा मिथ्या चारि बोलाई ताको मिथ्याचारी कहती जी कह मु पियाज खाऊनी खाऊनी आम ठाकुर कहती नारी संग हूँ आइंस पियाज कौन आइंस जो संसार लोक पियाज रसुण खाऊनी से नारी संग करूना ना हैं घाई जाक मुकुला तो बंध केते बांधुरे आपे दिने मरिबु तू पर पाई कांदुरे अर्थात ये गोटे जमीर ऊपर घाई की बंद कलु तल घाई मुकुला पानी रहिबो ऊपर घाई है पियाज रसुण तल घाई है नारी संग बुझल ना ये देह जमीर पानी रहिबो ना कसिमिनी काले आ जदि तमे निरामिष खाइब नारी संग बंद कर ब्रह्मचर्य पालन कर पियाज रसुण सब खाना केते दिन पाई गोटे पिला स्कूल को जाई पाठ पढ़े ट्यूशन हुए सकाल से केते दिन पाई परीक्षा देला पर्यंत पास करिगले बास प्राणायाम साधन करने ये सब जिनस करा जाए किछि दिन पाई पियाज खाइबी नहीं रसुण खाइबी नहीं सब रही आज तुम जदि विकार करके रखिल ये जो कर्मकांड जहार मन कर्मकांडे से कहीं जीव ऊर्ध्व दांडे डायरेक्ट लिखाई भागवत कर्मकांड छाड़ कर्मकांड कराई कहीं कर्मकांड कढ़ाई मो बुढ़ी माँ मो नु बुझीपार कि बुढ़ी माँ कौन ना से अशिक्षित किसी जानी ना सब कर्मकांड कराई मो निज बो जन्मित माँ एटी चाल घर थिला चाल घर बसी सी हूँ श्री दयानंद परमहंसर शिष्या निजा मो परिवार सारा समस्त शिष्या गुरुवार है बसी ठाकुर पाखे माछ जदि माछ होती सी सेठू कहते हे गुरुवारटा ठाकुर ना दी चार मुंडा फोपार देले सेठू कौन करेंगे गुरु दौरान से सब खाइले से दिन ठार से सरीगला मत कहला गोटे माली दौनु मु जप करी मो बो कहला कहला गोटे माली दौनु मु जप करी मुझे बो तू पा अजपा नहीं ठाकुर ना तू कौन जानिचु तू मो ठारू जन्म ना मु तो ठारू जन्म गोटे ना 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 मु तो ठारू जन्म ठीक अच्छे गोटे माली देनी गणी शिखी नहीं जदि गणी शिखी नहीं तार जहाँ जानी से मालटा को देनी जपिब कौन जपिब 1 2 3 4 6 8 15 20 35 50 60 65 83 94 108 जय गुरु जय गणा हूँ या 108 केते से जाने तार जय गुरु जय मुझे बहुत नाम स्मरण करन कौन ये को जपुचु तू मो ठार जन्म ना मु तो ठार जन्म मुझे ना ना मु तो ठार जन्म तू जहाँ जपुचु से जप अर्थात कौन से मस्तिष्क दुर्बल सेमानकर चेतना शक्ति कम तेणु तांकु गोटे चेतनारे बांधिबा पाई आमर हिंदू शास्त्र जो कर्मकांड कराई सब चेतना दवापाई गोटे जमी अमणिया बाछुरी की मण करने गोटे डौरी रे बंधा जाए किछि दिन पर से मण हुए ना प्रथम दिन जो बाछुरी की तुम बांध सी कह मुझे छिंडे पकेबी दौड़ पूरा छिंडे पकेबी महाबलिष्ठ मो जिते 20-21 दिन जीव तुम जो बांधव सी आस्ते कि आसिक छिड़ा हे कहीं मण होगला तेणु अमणिया लोक को मण करने आमर कर्मकांडी व्यवस्था अच्छी बुझल मण हो सारापर जो ब्रेनटा उपरको उठीगला से कौन हो ना ताकू छाड़ छाड़ ताकू
ପୁଣି ବୁଝେଇବେ ନିର୍ଗୁଣ ପରମ ଜ୍ଞାନ ଉପରକୁ ଯାଅ, ଜ୍ଞାନ ଉପରକୁ ଯାଅ। ତେଣୁ ନଡ଼ିଆକୁ ତୋଳିବା ପାଇଁ ସିଡ଼ିର ବ୍ୟବସ୍ଥା ଅଛି। ନଡ଼ିଆ ପାଖକୁ ପଳେଇଗଲେ ଆଉ ସିଡ଼ି କ'ଣ ଦରକାର? କିନ୍ତୁ ଯେଉଁମାନେ ସିଡ଼ି ପାଖରେ ରହିଗଲେ ଆଉ ନଡ଼ିଆ ପାଖକୁ ଯାଇପାରିବେନି। ତେଣୁ କର୍ମକାଣ୍ଡରେ ଯେଉଁମାନେ ରହିଗଲେ ସବୁଦିନ ପାଇଁ ସିଏ ରହିଗଲେ ସେଇଠି, ଆଉ ଉପରକୁ ଯାଇପାରିବେନି, ରହିଲେ ସେଇଠି। ନାଇଁ, ଉଚ୍ଚତର ସାଧନା କର, କେମିତି ମୁକ୍ତି ପାଇବ କର। ଏଥିରେ ମୁକ୍ତି ନାହିଁ, ଏଟାକୁ ଭୋଗ ମାର୍ଗ। ଭଲ ଭଲ ନଡ଼ିଆ କଦଳୀ କରିବି ପେଟେ ଖାଇବି, ଏ କର୍ମକାଣ୍ଡରେ ମୁକ୍ତି କ'ଣ ହେବ? ଓଟି ବନ୍ଧନ ହେଲା, ଭୋଗ ମାର୍ଗ ହେଲା। ନାଇଁ, ଯଦି ମୁକ୍ତି ଅଞ୍ଚଳକୁ ତୁମେ ଯିବା ପାଇଁ ଚାହିଁବ, ଉଚ୍ଚତର ଉନ୍ନତି କରିବ, କେତେ ବାର ମୁଁ ୟୁଟ୍ୟୁବରେ କହିସାରିଲିଣି। ନାଇଁ, ୟାକୁ ସବୁ ଛାଡ଼, ସର୍ଟକଟ୍ ୱେରେ ଯା। ମୋର ଲକ୍ଷ୍ୟଟା କେଉଁଠି? ମୋର ଲକ୍ଷ୍ୟ ମୁଁ ଆତ୍ମଦର୍ଶନ କରିବି କିମ୍ବା ମୁକ୍ତି ପାଇବି। ଇଏ ଅଳିଆ ଗୁଡ଼ାକ କାହିଁକି ମୁଁ ରଖିବି? ମୋର ଲକ୍ଷ୍ୟ ମୁଁ ବଜାରକୁ ଯିବି, ମୋର ଲକ୍ଷ୍ୟ ବଜାରକୁ ଯିବି। ବଜାରକୁ ଯାଉ କେଉଁଠି ଜୁଆ ଖେଳ ହେଉଛି, କେଉଁଠି ଥିଏଟର ହେଉଛି, ସେଠି କାହିଁ ମୁଣ୍ଡ ରଖିବି? ମୋର ବା ଲକ୍ଷ୍ୟ ରହିବ କେଉଁଠିକି? ବଜାରକୁ। ଏଗୁଡ଼ାକ ମାନେ ଏଇଥିରେ କ'ଣ ମୁଣ୍ଡ ରଖିବ? କ'ଣ ଦରକାର ଏଥିରେ ମୁଣ୍ଡ ରଖିବା ପାଇଁ ପଡ଼ିବ? ଏଥିରେ ମୁଣ୍ଡ ରଖିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଏ ଜନ୍ମରେ ହେଇପାରେ, ନତୁବା କେତେ ଜନ୍ମ ବିତିଯିବ କହିହେବନି। ସବୁ ଠିକ୍ କିନ୍ତୁ କହିହେବନି। ତେଣୁ ଏଇ ଯେଉଁ ସବୁ ବୃନ୍ଦାବନ କାଶୀ ଅଯୋଧ୍ୟା ଯେଉଁ କର୍ମକାଣ୍ଡୀ ଅଛନ୍ତି, ଏଗୁଡ଼ାକ ସବୁ ହିନ୍ଦୁ ଶାସ୍ତ୍ରର ଗୋଟିଏ ଗୋଟିଏ ବିକାର, ବୁଝିଲେ କି? ଯଦି ସେଇଥିରେ ହେଉଥାନ୍ତା ମୁସଲମାନ କାହିଁ ମାନୁନି? ଯଦି ଏଇ ଯେଉଁ କୃଷ୍ଣ ଦେବତା ଅଛି ମନ୍ଦିରରେ ଅଛି, ତାକୁ ହିନ୍ଦୁ ମାନୁଛି, ମୁସଲମାନ କାହିଁ ମାନୁନାହିଁ? ଖ୍ରୀଷ୍ଟିଆନ କାହିଁ ମାନୁନାହିଁ? ବୁଦ୍ଧମାନେ କାହିଁ ମାନୁନାହାନ୍ତି? ତା ମାନେ ତାର ଅର୍ଥ ହେଉଛି ପ୍ରକୃତ ଠାକୁର କିଏ ସନ୍ଧାନ ନିଅ। ତାହେଲେ ଏଇଟା କରାହେଇଛି କାହିଁକି ହିନ୍ଦୁମାନଙ୍କ ପାଇଁ? ନା, ଏଇଟା କରାହେଇଛି ଯେଉଁ ଲୋକମାନଙ୍କର ମସ୍ତିଷ୍କ ମୋଟେ ଦୁର୍ବଳ, ସେମାନଙ୍କୁ ବନ୍ଧନରେ ବାନ୍ଧିକିରି ଠିକ୍ ବାଟକୁ ଆଣିବା ପାଇଁ ଇଏ ଗୋଟେ ନିୟମ କରାହେଇଛି। କିନ୍ତୁ ଯେଉଁମାନେ ସେ ନିୟମରୁ ବହିର୍ଭୂତ ହେବେ, ଯେଉଁମାନେ ଗୁରୁ ଧରିବେ, ସେ ନିୟମ କାହିଁକି ଧରିବେ? ଆଉ ସେ ତ ଉଚ୍ଚତରକୁ ଆସିବେ ନା। ତେଣୁ ଆମକୁ ସେ ଜିନିଷ ଛାଡ଼ିକିରି ମୂଳ ଜିନିଷକୁ ଧର। ମନରେ ମଉଳି ଗଲାଣି ହାଟ, ବିକା କିଣା କାମ ଝଟ ସାରିଦେ, ଦୋକାନ ଦୁଆର କବାଟ ଖେଳିଦେ, ଧର ଫେରିବା ବାଟ। ଦିନେ ଯାଇଥିଲି ଜୋରନ୍ଦାକୁ ଗଲାବେଳକୁ ସେତେବେଳେ ଠାକୁରଙ୍କର ଫୁଲ୍ ରଖିଥିଲି ପାୱାର। ଯାଇ ପହଞ୍ଚିଗଲା ବେଳକୁ ସଞ୍ଜ ହେଇଗଲା ରାତିରେ। କହିଲେ ଆଜ୍ଞା ଆମେ କେହି ଖାଉନା। ମୁଁ ତ ଖାଇବି, ତୁମେ ରାତିରେ ଖାନା। କହିଲେ ରାତିରେ? ମୁଁ କହିଲି ମୁଁ କ'ଣ ରାତିରେ କାହିଁକି? ମୁଁ ଦିନରେ ଖାଏ, ତୁମେ ରାତିରେ ଖାନା? ମୁଁ ବି ରାତିରେ ଖାଏ ନା। କହିଲେ ଏବେ ବା କହୁଛନ୍ତି ଖାଇବେ। ମୁଁ ଏଇଟା କ'ଣ ରାତି? এটা দেখুছ সূর্য চালিগলা রাতি, সূর্য কোণ এবে নাহান্তি? পৃথিবী আর পটরে বা সূর্য অছি। সূর্য কোউঠি নাই তুমি খাইব? বিনা সূর্যর তুমি তুমি পাইবনি জায়গা, রাতি পাইবনি কোউঠি হলা। আর তেণু বর্তমানে এই যে এবে বর্তমান দিন অছি, বুঝাইদেলি। দক্ষিণ পটরে পবন চালিলে সেটা হচ্ছে কোণ? দিন। বাম পটে চালিলে রাতি, ମଧ୍ୟାହ୍ନ ସୁଷୁମ୍ନାରେ ଚାଲିଲେ ମଧ୍ୟାହ୍ନ। ତେଣୁ ମୋର ଯେତେବେଳେ ଦକ୍ଷିଣ ପଟରେ ଚାଲିବ ସେତେବେଳେ ମୋର ଦିନ ଉଦୟ ହେଲା, ମୁଁ ଖାଇବିନି କାହିଁକି? ତୁମେ କାହିଁକି କହୁଛ ରାତିରେ ଖାଇବନି? ନାଇଁ, ତାଙ୍କର ଧର୍ମ ହେଉଛି କ'ଣ? ତାଙ୍କର ଉପାସନା ହେଉଛି ଗଛ ଉପାସନା। ଗଛ ଉପାସନା କ'ଣ ନା, ସୂର୍ଯ୍ୟ ଉଦୟ ହେବ ଗଛ ଖାଇବ, ସୂର୍ଯ୍ୟ ଅସ୍ତ ନେଇ ଗଛରେ ଖାଇବା ବନ୍ଦ। ତେଣୁ ସେଇ ବୃକ୍ଷ ଉପାସନା ତୁମର। ମୁଁ କହିଲି ଧ୍ୟାନ, କହିଲେ ଧ୍ୟାନ ମୋ ନଦୀ ନାଳ ପାହାଡ଼କୁ କରୁଛ। ମୁଁ କହିଲି ସିଏ କ'ଣ ସାକାର ମୂର୍ତ୍ତି ନୁହେଁ କି? ତୁମେ ନଦୀ ନାଳ ପାହାଡ଼କୁ ତୁମେ କରୁଛ, ସିଏ ବି ଗୋଟେ ସାକାର, ତୁମେ ତାକୁ ଧ୍ୟାନ କରୁଛ। ଆଉ ଗୁରୁଙ୍କ ମୂର୍ତ୍ତି ବି ସାକାର। ଆଉ ନଦୀ ନାଳ ହେଉଛି ପ୍ରକୃତିର ଦାନ, ଆଉ ତୁମ ଦେହଟା କରିଛ ଅନେଇଛନ୍ତି ମୋତେ ହାଁଟା କରି, ଇଏ ବି ପ୍ରକୃତିର ଦାନ। ତେଣୁ ପ୍ରାକୃତିକ ମୂର୍ତ୍ତିକି ତୁମେ ଯେତେବେଳେ ସେବା କରୁଛ, ଧ୍ୟାନ କରୁଛ, ପ୍ରାକୃତିକ ମୂର୍ତ୍ତି ଗୁରୁ ମୂର୍ତ୍ତି ଆମେ ତାକୁ ସେବା କରୁଛୁ। ତେଣୁ ଗୋଟେ ଗଛକୁ ତୁମେ ସେବା କରିକି ଯେତିକି ତା ସହିତ ପ୍ରୀତି କରିବ, ଗୋଟେ ଗୁରୁଙ୍କୁ ସେବା କରିକି ତାଙ୍କ ହୃଦୟ ସହିତ ମିଶିଦେଲେ ତାଙ୍କଠାରୁ ପ୍ରୀତିଟା ତୁମର ଅତି ଗାଢ଼ ହେବ। ସବୁ ବୁଝେଇଦେଲେ, ପୁରା ଚୁପ୍ ହେଲେ, ଟେକି ନେଇଗଲେ, ଆଣିକି ଦେଲେ ଖାଇବାକୁ। ମୁଁ ବାସ୍ ମୁଁ ଖାଇନି ଆସିଲି। କ'ଣ ବୁଝ କଥାଟା? ପ୍ରକୃତ କଥାଟାକୁ ବୁଝ। କେତେକ ଅଲିଖିଆ କହୁଛନ୍ତି ଆମେ ଜଗନ୍ନାଥ ପ୍ରସାଦ ପାଇବନି। ତାହେଲେ ତୁମର ଜଗନ୍ନାଥ ଗୋଟେ ଅଲଗା, ତୁମ ବ୍ରହ୍ମ ଗୋଟେ ଅଲଗା। ତୁମେ ଭାବୁଛ ବ୍ରହ୍ମ ଆଉ ଗୋଟେ, ଜଗନ୍ନାଥ ଆଉ ଗୋଟେ। ଏ ତ ଭେଦ ଦୃଷ୍ଟି ସୁଯୋଗ ଅଛି ଯୁଖର କଳ୍ପନା, ତାର ଅବ୍ୟର୍ଥ ଔଷଧ ଅଦ୍ୱୟ ଭାବନା। କାଠର ଜଗନ୍ନାଥଟା ବା ସିଏ ପରମ ବ୍ରହ୍ମଠାରୁ ଆସିଛି। ଏ ବ୍ରହ୍ମଙ୍କର ସୃଷ୍ଟି ଗଛଟା ନୁହେଁ କି? ବ୍ରହ୍ମଟା ସୃଷ୍ଟି ତମେ ନୁହେଁ କି? ତରୁ ତୃଣ ଏଗୁଡ଼ାକ ସବୁ କ'ଣ? ସବୁ ତ ବ୍ରହ୍ମଠାରୁ ସୃଷ୍ଟି ନା। କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରମାଣେ। ସେ ଶରୀର ଭଳିଆ କାଷ୍ଠ ପାଷାଣ ତରୁ ତୃଣରେ ଅଛନ୍ତି। ଅଶରୀରୀ ଆତ୍ମା
ये काठ पाषाण शरीर धरिक विद्यमान अच्छा पुणी ये पुणी अलग केमी हेले बरफ कौन गछ जल ठारू अलग हो बरफ प्रकृतिटा जलर प्रकृति अलग हो पारे किंतु तार जो भीतर जो पुरुष रही जो तत्वटा रही से मूल तत्वटा एका उद्यान अम्लजान कौन बुझिपारे ना ठीक से भाया एगुड़ाक जदि सब गुड़ाक अलग आम भावुं यहाँ मूल तत्व होती कि सीना परम ब्रह्म सेटा को प्रमाण करने तो बर्तमान मुझे लगे 15-20 दिन जानी केते वर्ष जीव कहनी टोटाल डिटेक्ट कर प्रमाण करके जर्नाल छपेदेमी द ओरिजिन ऑफ फोर्स इज नॉट फिजिकल द ओरिजिन ऑफ फोर्स इज नॉट फिजिकल मुझे लिखी बलर मूल अस्तित्वटा फिजिकल नुह ताले नॉन फिजिकलटा कौन बोलिक सेटा लिखाई सेटा ऊपर टोटाल बल कौन अप्रयोग बल कौन आउ अतीन्द्रिय बल कौन ये बल गुड़ाक सब कराब कर सारापर से धर्म प्रॉपर्टी 3 भाग रे विभक्ति कौन ना गोटे लिविंग प्रॉपर्टी गोटे नॉन लिविंग प्रॉपर्टी गोटे हूँ एनिमेट प्रॉपर्टी गोटे हूँ कॉन्शियस प्रॉपर्टी गोटे हूँ जड़ प्रकृति गोटे जैव प्रकृति गोटे हूँ चेतन प्रकृति ये जिनटा को मु प्रमाण कर कारण कौन ना जिते बड़े आम जीवा ये विश्व ब्रह्मांड ध्वंस हो सबू वस्तु जाकि गोटे स्तर मिसी ता ना अहंकार से अहंकार 3टा प्रकृति अच्छी जड़ जैव चेतना जड़ जैव चेतना चेतना प्रकृति की कहते सात्विक अहंकार जैव प्रकृति की कहते राजस अहंकार जड़ प्रकृति कहते तामस अहंकार ये 3टा अहंकार से जगह अच्छी किए दर्शन कही किंतु मु दर्शन पाखक मोटे जाऊनी मुझे आनी मु विज्ञान हिसाब से प्रमाण करदेवी 3टा प्रकृति केमती से जगह पर रोची बर्तमान से चली टोटाल खिनभिन करके विश्व रहस्यटा को बुझे मला पूर्व एभली प्रकार महापुरुष ना जी कि विश्वम्बर बाबा भली लेखिकी जाइए लिखिछन सब तांकरी कथाटा ठीक किंतु सी एभली प्रकार भाषा लिखि ना कहीं आम जो अंचल को जीवा से अंचल भाषार आम कथा कहले से बुझे अन्य भाषा कहले कौन बुझे कि तेणु बर्तमान आम कलिजुग को आस कलिजुगे विज्ञान विज्ञान भाषा आध्यात्मिक कथा टी कहले बुझे ना बुझीपारे से कहे ना यहाँ गोटे अंधानुसरण जुग धर्म तेणु गोटे कथा होती से सब कथा चली।